ଚିନି ମଧ୍ୟ ପଠାଯାଉ ଲାବୋରେଟୋରୀ କି ଯେ ଚିନିରେ ଗୋରୁ ହାଡ ଅଛି ନା ନାହିଁ। ତେଣୁ ଯଦି ଗୋରୁ ଚର୍ବିଟା ବର୍ଜନୀୟ ତାହେଲେ ଗୋରୁ ହାଡଟା କେମିତି ଆମେ ଗ୍ରହଣ କରିବା। ତ ଏଇ କଥାଟାକୁ ନୂଆ କଥାଟା ଯୋଉ ଖୁଲାସା କଲୁ ଆପଣଙ୍କ ମାଧ୍ୟମରେ ସାରା ଓଡିଶାର ଲୋକ ସାରା ଇଣ୍ଡିଆର ଲୋକ ସମସ୍ତେ ଜାଣନ୍ତୁ ଯେ ଚିନିକୁ ଧଳା କରାଯାଉଛି ଗୋରୁ ହାଡ ପକେଇକିରି। ତ ଆମେ ପ୍ରତ୍ୟେକ ଦିନ ଗୋ ହାଡ ବା ଗୋ ମାଂସ ଖାଉଛୁ। ଆଉ ଚିନି ସେଇଥିପାଇଁ ବିଷ ବୋଲି କୁହାଯାଏ। ଯୋଉଠି ଗୋରୁର ହାଡକୁ ବ୍ୟବହାର କରାଯାଏ ସେଠି କେବେ ଅମୃତ ଆସିବ ନାହିଁ। ସେ ତେଣୁକରି ଚିନିଟା ସବୁ ରୋଗର ମୂଳ କାରଣ। ଏବଂ ଚିନି ଧଳା ଚିନି ଯେତେ ଆପଣ ନ ଖାଇବେ ସେତେ ଭଲ। କଷ୍ଟ ହଉ ପଛେ ଗୁଡ ଖାଆନ୍ତୁ, ଦେଖିବେ ଚୁଡାରେ ଗୁଡ ଚକଟିବେ ତାର ବାସ୍ନା ଅଲଗା, କେତେ ସୁନ୍ଦର ଲାଗିବ। ତେଲ ଆଉ ଘିଅରେ ଯଦି ପଶୁ ଚର୍ବି ମିଶୁଥାଏ ଏବଂ ତାହା ଯଦି କୌଣସି ଦେବାଳୟ ଭିତରକୁ ଆସୁଥାଏ, ଏହା ବଡ ଦୁଃଖର କଥା, ସ୍ପର୍ଶକାତର କଥା ଏବଂ ଏହା ବଡ କଷ୍ଟଦାୟକ ଯନ୍ତ୍ରଣାଦାୟକ କଥା, ଧାର୍ମିକ ଭାବନାକୁ ଆଘାତ ଦଉଥିବା ଭଳିଆ କଥା। ଶ୍ରୀମନ୍ଦିରରେ ତେଲ ଆଉ ଘିଅର ବ୍ୟବହାର ହଉଛି, ତା ଭିତରେ କଣ ଇନଗ୍ରିଡିଏଣ୍ଟସ ଅଛି ଆମେ ଜାଣିନାହିଁ। ଆମେ ତେଣୁକରି ଏଠି କହିପାରିବା ନାହିଁ ସିଓର, ଯେହେତୁ ଲାବୋରେଟୋରୀ ଟେଷ୍ଟ ହେଇନାହିଁ ଯେ ଶ୍ରୀମନ୍ଦିର ଭିତରକୁ ସେ ଯୋଉ ତେଲ ବା ଘିଅ ଆସୁଛି ସେଥିରେ ପଶୁ ଚର୍ବି ଅଛି ନା ନାହିଁ। କିନ୍ତୁ ଗୋଟିଏ କଥା ଆପଣ ମନେ ରଖିଥାନ୍ତୁ, ଶ୍ରୀମନ୍ଦିର ଭିତରକୁ ଗୋରୁ ହାଡ ଯାଉଛି। ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହବ। ଶ୍ରୀମନ୍ଦିର ଭିତରକୁ ଗୋରୁ ହାଡ କେମିତି ଯାଉଛି ମୁଁ କ୍ଲିୟର କରୁଛି, ଛୋଟ କଥା ନୁହଁ ଏଇଟା। ଦେଖନ୍ତୁ ଆଗେ ଗୁଡ ଯାଉଥିଲା ଶ୍ରୀମନ୍ଦିର ଭିତରକୁ ବା ସାକର କନ୍ଦରେ ଆମର ସେଠି ଭୋଗ ହଉଥିଲା, ଖଜା ପିଠାପଣା ସବୁ ହଉଥିଲା। ଏବେ ଚିନି ଯାଉଛି। ଚିନିଟା ଧଳା ହବା ପାଇଁ ପ୍ରତି ସୁଗାର ମିଲରେ ପ୍ରତି ଚିନି କଳରେ ଗୋରୁ ହାଡର ବ୍ୟବହାର କରାଯାଏ। ଗୋରୁ ହାଡ ତା ଦେହରେ ପଡିଲେ ସେଟା ହ୍ୱାଇଟ ହବ, ଧଳା ହବ, ନହେଲେ ବ୍ରାଉନ ସୁଗାର ଯୋଉ ବଡ ବଡ ମଲ ଏଇଟା ଗୋଟେ ନୂଆ କଥା ଆପଣ କହିଲେ ଯେ ଯୋଉ ଚିନିକୁ ଧଳା କରିବା ପାଇଁ ଗୋରୁ ହାଡର ବ୍ୟବହାର କରାଯାଉଛି ଏବଂ ସେଇ ଚିନି ବଡଦେଉଳକୁ ଯାଉଛି। ସେଇଥିପାଇଁ କହିଲି ଗୋରୁ ହାଡ ଇନଡାଇରେକ୍ଟଲି ଯାଉଛି। ତ ଚିନି ଖାଇବା ପୂର୍ବରୁ ଆପଣ ଚିନ୍ତା କରନ୍ତୁ, ମୁଁ ଯୋଉ ଚିନିଟା ଖାଉଛି ସେଇଟା ଧଳା କେମିତି ହଉଛି ନା ଗୋରୁ ହାଡ କମ୍ପାନୀରେ ଗୋରୁ ହାଡ ପକେଇକି ବଡ ବଡ କରେଇରେ ଆଖୁ ରସରେ ତାକୁ ପକେଇକି ଯୋଉ କଳା ଆଖୁ ରସଟା, ଗୁଡଟା କଳା ନା, ତେଣୁକରି ସେ କଳାଟା ଧଳା କେମିତି କରାଯିବ। ଆଖୁ ରସଟା ଧଳାଟା ହଉଛି କେବଳ ଗୋରୁ ହାଡ ପକେଇକିନା। ଏଇ କଥା କହିଦେଲି ବୋଲି ଗୋରୁ ହାଡରେ ପକେଇଦେଲେ କଳାଟା ଧଳା ହେଇଯାଉଛି। ହଁ, ସେ ଗୋରୁ ହାଡର ଗୋଟେ କେମିକାଲାଇଜେସନ ଅଛି, ମାନେ କୁଢ କୁଢ ଗୋରୁ ହାଡ ପଡିକିରି ଏ ଯୋଉ ଗୋରୁ ହାଡର ଯୋଉ ହ୍ୱାଇଟିଶ ଟାକୁ ସେମାନେ ଏଥିରେ ବ୍ୟବହାର କରିକି ତା କଳାଟାକୁ ବ୍ଲାକ୍ ଟାକୁ ମାରୁଛନ୍ତି ଗୋରୁ ହାଡ ଦ୍ଵାରା କରିକି। ତେଣୁ ପ୍ରତି ଚିନିରେ ଲାବୋରେଟୋରୀ ଟେଷ୍ଟ କରିବେ, ଆପଣ ନିଶ୍ଚୟ ପଶୁ ହାଡ ଗୋରୁ ହାଡ ପାଇବେ। ତ ଶ୍ରୀମନ୍ଦିରରୁ ଚିନି ବନ୍ଦ ହବା ଦରକାର। ମୁଁ ତେଲ ଘିଅ ଟେଷ୍ଟ କରିନି, ସେ ବାବଦରେ କହିବିନି। କିନ୍ତୁ ଯେତେବେଳେ ଆମେ କହିଦେଲୁ ଯେ ଚିନିରେ ଗୋରୁ ହାଡ ମିଶୁଛି ବୋଲି, ବର୍ଷେ ତଳେ ଆନ୍ଦୋଳନ କରିଥିଲୁ ଶ୍ରୀମନ୍ଦିରକୁ ଚିନି ବନ୍ଦ କରାଯାଉ, ସେତେବେଳେ ଚିନି କିଲୋ ହଠାତ୍ 40 ଟଙ୍କାର 30 ଟଙ୍କାକୁ ପଳେଇ ଆସିଲା। ଏଇନେ ବି ଯଦି ଆପଣଙ୍କ ଟିଭି ମାଧ୍ୟମରେ ଏଟା ପ୍ରଚାର ହେଇଯିବ ଯେ ଚିନିଟାକୁ ଧଳା କରିବା ପାଇଁ ଗୋରୁ ହାଡ ଲାଗୁଛି, ଲୋକ ଚିନି ଖାଇବା ବନ୍ଦ କରିଦେବେ। ଗୋଟେ ବ୍ରାଉନ ସୁଗର ମିଳୁଛି, ମାଟିଆ ଚିନି, ତା ଦାମ 100 ଟଙ୍କା କିଲୋ, ସେଥିରେ ଗୋରୁ ହାଡ ମିଶୁନି, ମଲ ମାନଙ୍କରେ ମିଳୁଛି 90 ଟଙ୍କା କିଲୋ, 100 ଟଙ୍କା କିଲୋ ଏମିତିଆ। କିନ୍ତୁ ସେ ଯୋଉ ବ୍ରାଉନ ସୁଗାର ଟାକୁ ହ୍ୱାଇଟ କରିବା ପାଇଁ ବା ଗୁଡରୁ ଜାତ ବା ଆଖୁ ରସର ଜିନିଷଟାକୁ ଧଳା କରିବା ପାଇଁ ପ୍ରବଳ ଗୋରୁ ହାଡର ବ୍ୟବହାର କରାଯାଉଛି ପ୍ରତି ସୁଗାର ମିଲରେ, ପ୍ରତି ଚିନି ମିଲ। এই কথা କହିଲେ ସବୁତକ ଚିନି କମ୍ପାନୀ ମାଲିକ ମାନେ ଏଇନା ଆମର ପରମ ଶତ୍ରୁ ହେବେ। କିନ୍ତୁ ଜଗନ୍ନାଥଙ୍କ ସାଙ୍ଗରେ ଖେଳ ଚଳିବ ନାହିଁ। ଆମେ ଚାହୁଁଛୁ ସେମିତି ପୁରୁଣା ଏଥିରେ ସାର୍ ସତ୍ୟତା କେତେ ଅଛି? ଯୋଉ ଚିନିରେ ଆପଣ ଯୋଉ କହୁଛନ୍ତି, ଆପଣଙ୍କୁ ଖୋଲା ହୃଦୟରେ ଖୋଲାରେ ଚ୍ୟାଲେଞ୍ଜ କରି କହୁଛି, ଆପଣ ଗୁଗୁଲ ମାରନ୍ତୁ, ଆପଣ ବୁଝନ୍ତୁ, ଦେଖନ୍ତୁ ଯେ ଚିନିଟା ଧଳା କେମିତି ହଉଛି ଆଉ କେମିତି ଗୋରୁ ହାଡ ସେଥିରେ କୁଡ କୁଡ ଗୋରୁ ହାଡ ବଡ ବଡ କରେଇରେ ପଡିକି ତାକୁ ହ୍ୱାଇଟ ଧଳା କରାଯାଉଛି। ଆପଣ ଆପଣ ମାରିଦେଲେ ଗୁଗୁଲ ଜାଣିଯିବେ ଯେ ହାଉ ଦି ସୁଗାର ଇଜ ବିକମିଂ ହ୍ୱାଇଟ in the factory on which process, କୋଉ ପ୍ରୋସେସ ରେ ଦେଖିବେ ଗୋରୁ ହାଡ ଆସିଯିବ। ତ ଆମେ ଚାହୁଁଛୁ ବଡଦେଉଳରେ ଚିନି ବନ୍ଦ ହଉ, ଯେମିତି ଗୁଡ ସାକର କନ୍ଦରେ କାମ ହଉଥିଲା ସେମିତି ହଉ। ଗୋରୁ ହାଡର ଚିନି ବଡଦେଉଳକୁ ନ ଯାଉ। କୌଣସି ଲୋକ ବି ଗୋରୁ ହାଡ ଚିନି ଖାଇବା ଉଚିତ ନୁହଁ, ବରଂ ଗୁଡ ଖାଆନ୍ତୁ ପଛେ, ଗୋରୁ ହାଡ ମିଶା ଚିନି ଖାଇବା ଯାହା, ଗୋ ମାଂସ ଖାଇବା ସେଇଆ। ତେଣୁ ଗୋରୁ ଚର୍ବି କଣ କହୁଛନ୍ତି, ଗୋରୁ ମାଂସ। ଶ୍ରୀମନ୍ଦିରରେ ଯେତେବେଳେ ଘିଅର ଯାଞ୍ଚ କରାଯାଉଛି, ସେଥିପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସାର୍? ଦେଖନ୍ତୁ ସେମାନେ ତେଲ ଘିଅରେ ଚର୍ବି ଅଛି ବୋଲି କହୁଛନ୍ତି, ଆମେ ଚିନିରେ କହୁଛୁ ଏଥିରେ ଗୋରୁ ମାଂସ ଗୋରୁ ହାଡ ଅଛି। କାରଣ ଯୋଉ ଗୋରୁ ହାଡଟାକୁ ସେମାନେ କରେଇରେ ପକେଇ ଫୁଟଉଛନ୍ତି ଚିନିରେ, ସେ ହାଡରେ ମାଂସ ଲାଗିଥାଉଛି, କି ଚଞ୍ଚା ହେଇନଥାଏ ମାଂସ, ସେ ମାଂସ ରକ୍ତ ଲାଗିଥାଏ। ସେମିତି ଗୁଡାକ ଆପଣ ଗୁଗୁଲ ମାରିଲେ ଦେଖିଦେବେ କେମିତି କରେଇରେ ସବୁ କୁଡ କୁଡ ଗୋରୁ ହାଡ ପଡିକି ବଡ ବଡ ହାଡ ପଡିକି ସବୁ ଚିନିଟା କେମିକାଲାଇଜ ହେଇକି ବାହାରୁଛି। ତ ଆମେ ସରକାରଙ୍କୁ ନିବେଦନ କରୁଛୁ, ଚିନି ଘିଅ ଯାହା ଦେଖୁଛନ୍ତି ତା ସାଙ୍ଗରେ ତେଲ ଘିଅ ଯାହା ଦେଖୁଛନ୍ତି ତା ସାଙ୍ଗରେ ଚିନି ମଧ୍ୟ ତନଖି ହଉ, ଚିନି ମଧ୍ୟ ପଠାଯାଉ ଲାବୋରେଟୋରୀ କି
ଯେ ଚିନିରେ ଗୋରୁ ହାଡ଼ ଅଛି ନା ନାହିଁ। ତେଣୁ ଯଦି ଗୋରୁ ଚର୍ବିଟା ବର୍ଜନୀୟ ତାହେଲେ ଗୋରୁ ହାଡ଼ଟା କେମିତି ଆମେ ଗ୍ରହଣ କରିବା। ତ ଏଇ କଥାଟାକୁ ନୂଆ କଥାଟା ଯୋଉ ଖୁଲାସା କଲୁ ଆପଣଙ୍କ ମାଧ୍ୟମରେ ସାରା ଓଡିଶାର ଲୋକ ସାରା ଇଣ୍ଡିଆର ଲୋକ ସମସ୍ତେ ଜାଣନ୍ତୁ ଯେ ଚିନିକୁ ଧଳା କରାଯାଉଛି ଗୋରୁ ହାଡ଼ ପକେଇକିରି। ତ ଆମେ ପ୍ରତ୍ୟେକ ଦିନ ଗୋ ହାଡ଼ ବା ଗୋ ମାଂସ ଖାଉଛୁ। ଆଉ ଚିନି ସେଇଥିପାଇଁ ବିଷ ବୋଲି କୁହାଯାଏ। ଯୋଉଠି ଗୋରୁର ହାଡ଼କୁ ବ୍ୟବହାର କରାଯାଏ ସେଠି କେବେ ଅମୃତ ଆସିବ ନାହିଁ। ସେ ତେଣୁକରି ଚିନିଟା ସବୁ ରୋଗର ମୂଳ କାରଣ। ଏବଂ ଚିନି ଧଳା ଚିନି ଯେତେ ଆପଣ ନ ଖାଇବେ ସେତେ ଭଲ। କଷ୍ଟ ହଉ ପଛେ ଗୁଡ଼ ଖାଆନ୍ତୁ, ଦେଖିବେ ଚୂଡ଼ାରେ ଗୁଡ଼ ଚକଟିବେ ତାର ବାସ୍ନା ଅଲଗା, କେତେ ସୁନ୍ଦର ଲାଗିବ।